ନିଆଁରେ ପୋଡ଼ି ପାଉଁଶ ହେଲା 200 ଏକରରୁ ଅଧିକ ଜଙ୍ଗଲ। ସପ୍ତାହରେ 300 ଏକର କାଜୁବଣ ସମ୍ପୂର୍ଣ୍ଣ ହୋଇଛି ନଷ୍ଟ। ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇଭଣିଆ ଅଞ୍ଚଳର 1/3 ଜଙ୍ଗଲ ରହିଛି। ସେଥିରୁ 1100 ଏକରରୁ ଅଧିକ କାଜୁବଣ ରହିଛି। ଏଥିବ୍ୟତୀତ 2200 ହେକ୍ଟରରୁ ଅଧିକ ଶାଳ ଜଙ୍ଗଲ ଓ ଅନ୍ୟାନ୍ୟ ଗଛ ଭିତରୁ ଅଧିକାଂଶ ବାଉଁଶ ବଣ ଓ ପଟାସ ଗଛ ଅଧିକ ଥାଏ। ତେବେ ଚଳିତ ବର୍ଷ ରାଇଭଣିଆ ଅଞ୍ଚଳରେ ଶାଳ ଜଙ୍ଗଲରେ କିଛି ଦୁଷ୍ଟ ପ୍ରକୃତିର ଲୋକ ନିଆଁ ଲଗାଇବା ସହ କାଜୁବଣକୁ ମଧ୍ୟ ବାଦ୍ ଦେଉନାହାନ୍ତି। କାଳିକ ପଞ୍ଚାୟତର ଭଦୁଆ କାଜୁବଣ 545 ଏକର ହୋଇଥିବା ବେଳେ କିଛିଦିନ ତଳେ କେହି ଖଳ ପ୍ରକୃତିର ଲୋକ ନିଆଁ ଲଗାଇଥିବାରୁ ଅଧିକାଂଶ କାଜୁବଣ ପୋଡ଼ି ନଷ୍ଟ ହୋଇଛି। ସୋମବାର ସକାଳ 10 ଘଟିକା ସମୟରେ ହଠାତ୍ ରାଇଭଣିଆ ବଡ଼ବାଡ଼ି କାଜୁବଣ, ଯାହାର ପରିମାଣ 135 ଏକର, ଏଥିରେ ମଧ୍ୟ ନିଆଁ ଲଗାଇବାର ବାଟ ଗଲା ଲୋକ ଦେଖି ପାଖ ଲୋକଙ୍କୁ ଡାକ ମାରିଥିଲେ। ଗାଁର ସରପଞ୍ଚ ଶ୍ରୀଯୁକ୍ତ ସନ୍ଦୀପ ନାରାୟଣ ଘୋଷ କିଛି ଯୁବକମାନଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ, ହେଲେ ନିଆଁ ଅଣାୟତ୍ତ ଥିଲା। ଗାଁର ଯୁବକ ସନ୍ତୋଷ ଜେନା 112 ଦ୍ୱାରା ଘଟଣା ବିଷୟରେ ଅଗ୍ନିଶମ ହେଲ୍ପ ସେଣ୍ଟରକୁ ଅବଗତ କରିଥିଲେ। ଅପରାହ୍ନ 1 ଘଟିକା ସମୟରେ ଜଳେଶ୍ୱର ଅଗ୍ନିଶମ ବାହିନୀ ଓ ଦମକଳ ପହଞ୍ଚି ନିଆଁକୁ ଲିଭାଇବାର ପ୍ରୟାସ କରିଥିଲେ। ତେବେ ବଣରେ ଅଧିକ କଣ୍ଟା ଗଛ ଥିବାରୁ ନିଆଁକୁ ଆୟତ୍ତ କରିବାରେ ଅସୁବିଧା ଉପୁଜିଥିଲା। ବଣରେ ଶୁଖିଲା ପତ୍ର ଓ ଲତା ଗଛ ଥିବାରୁ ନିଆଁ ସମ୍ପୂର୍ଣ୍ଣ କାଜୁ ବଣକୁ ମାଡ଼ି ଯାଇଥିଲା। ଏଥିସହ ରାଇଭଣିଆ ଦୁର୍ଗର ଆଡ଼ି ଓ ଆଖପାଖ ବାଉଁଶ ବଣରେ ନିଆଁ ଲାଗିଯାଇ ସମ୍ପୂର୍ଣ୍ଣ ବଣ ନଷ୍ଟ ହୋଇଥିବାର ପରିଲକ୍ଷିତ ହେଉଛି। ଅନ୍ୟପଟେ ରୂପା ଦିଘି ଗାଁର ପଶ୍ଚିମ ପଟକୁ ବାଉଁଶ ବଣରେ ନିଆଁ ଲାଗି ବାହାରଗଡ଼ ଗାଁ ମୁହାଁ ନିଆଁ ହେବାର ଖବର ପାଇ ଅଗ୍ନିଶମ ବାହିନୀ ସେଠାକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ପାଖାପାଖି 200 ଏକରରୁ ଅଧିକ ଜଙ୍ଗଲ ସୋମବାର ପୋଡ଼ି ନଷ୍ଟ ହୋଇଛି। ତେବେ ରାଇଭଣିଆ ଅଞ୍ଚଳର ସରକାରୀ ଜମି ସବୁ ବାଉଁଶ ଓ ବିଭିନ୍ନ କଣ୍ଟା ଜାତିର ଗଛ ଦ୍ୱାରା ଭରି ହୋଇଥାଏ। ଏଣୁ ଅନେକଙ୍କ ମତ, ଏହି ସରକାରୀ ଜମିକୁ ଲୋକେ ଅଧିଗ୍ରହଣ କରିବା ଲାଗି ନିଆଁ ଲଗାଇ ଦେଉଛନ୍ତି। ଅନ୍ୟପଟେ ରାଇଭଣିଆ ପଞ୍ଚାୟତର ଅଧିକାଂଶ ଗରିବ ଲୋକଙ୍କ ରୋଜଗାର ଏହି ବାଉଁଶ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରେ। ନିଆଁ ଲଗାଇ ନଷ୍ଟ କରୁଥିବା ଅତ୍ୟନ୍ତ ଚିନ୍ତାର ବିଷୟ ମଧ୍ୟ ଅଟେ। ଗରିବମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବ ବୋଲି ଅନେକ ମତ ଦେଇଛନ୍ତି। ତେବେ ଓଡ଼ିଶା କାଜୁ ନିଗମ ପ୍ରତି ବର୍ଷ ରାଇଭଣିଆ ଅଞ୍ଚଳରୁ କାଜୁବଣ ନିଲାମ ଦେଇ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ବଣ ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ନ ନେବା ସବୁଠୁ ବଡ଼ ପ୍ରଶ୍ନ। ଏପଟେ ଚଳିତ ବର୍ଷ କାଜୁବଣ ନିଲାମ ଧରିଥିବା ଲୋକଙ୍କ ମନରେ ଦୁଃଖ ଭରି ଦେଇଛି। ବିଭିନ୍ନ ତଦନ୍ତ କରି ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।